नमस्कार। ଆଜି ଆମେ ଏକ ବହୁତ ଜଣାଶୁଣା ପର୍ବ ବିଷୟରେ ଟିକେ ଗଭୀର ଆଲୋଚନା କରିବା, ଯାହା ବସନ୍ତ ଋତୁ ଆସିଲେ ପାଳନ କରାଯାଏ। ଆମ ପାଖରେ ଫଗୁଣର ରଙ୍ଗ ବୋଲି ଗୋଟେ ବହିର କିଛି ଅଂଶ ଅଛି। ଶ୍ରୋତା ଜଣେ ପଠେଇଥିଲେ। ଆମେ ସମସ୍ତେ ତ ହୋଲି ବୋଲି ଜାଣିଛେ ଏହାକୁ, କିନ୍ତୁ ଏହି ବହିରେ ଆଉ ଗୋଟେ ନାଁ ବିଷୟରେ ଅଛି, ଫଗୁଆ। ତ ଚାଲନ୍ତୁ ଦେଖିବା ଏହି ପରିଚିତ ପର୍ବର କିଛି ଅଲଗା ଦିଗ, ବିଶେଷ କରି ନା ଆଉ ସ୍ଥାନୀୟ ପରମ୍ପରା କେମିତି ଭିନ୍ନ। ହଁ, ଏକଦମ। ହୋଲି କହିଲେ ତ ସମସ୍ତେ ଜାଣନ୍ତି ରଙ୍ଗର ପର୍ବ, ବସନ୍ତର ଆଗମନ। ଫଗୁଣର ରଙ୍ଗ ବହିରେ ବି ସେଇ କଥା ଅଛି। ଏହା ଏକ ବଡ଼ ହିନ୍ଦୁ ପର୍ବ, ମନ୍ଦ ଉପର ଭଲର ବିଜୟ, ଯେମିତି ହୋଲିକା ଦହନ କଥା। କିନ୍ତୁ କଥାଟା ହେଲା, ଏହା ଭିତରେ ଆହୁରି ବହୁତ କିଛି ଅଛି, ବିଶେଷ କରି ଯେତେବେଳେ ଆମେ ଏଇ ଫଗୁଆ ନାଁ ବିଷୟରେ କହୁଛେ। ଏଇ ଫଗୁଆ ନାଁଟା ଶୁଣିବାକୁ ବଡ଼ ମଜା ଲାଗୁଛି। ଏମିତି ନା କାହିଁକି, ବହିରେ କିଛି ଅଛି ଏ ବିଷୟରେ? ହଁ, ବହି ଅନୁସାରେ ଫଗୁଆ ନାଁଟା ଆସିଛି ସିଧାସଳଖ ହିନ୍ଦୁ କ୍ୟାଲେଣ୍ଡରର ଫାଲ୍ଗୁନ ମାସରୁ, କାରଣ ଏଇ ମାସରେ ହିଁ ପର୍ବଟା ପଡ଼େ। ତେଣୁ ଫଗୁଆ ନାଁଟା କ'ଣ କହନ୍ତି ପର୍ବର ସମୟକୁ ବେଶୀ ଗୁରୁତ୍ୱ ଦେଉଛି। ହୋଲି ନାଁ ତୁଳନାରେ ଫଗୁଆ ବୋଧେ ସ୍ଥାନୀୟ ସମୟ ଗଣନା ଆଉ ଋତୁ ସହ ବେଶୀ ଯୋଡ଼ା। ଆଚ୍ଛା, ବୁଝିଲି। ତେବେ ଏ ନାଁଟା କୋଉ ଅଞ୍ଚଳରେ ବେଶୀ ଶୁଣାଯାଏ? ଏଇ ଭାଇ ଫଗୁଣର ରଙ୍ଗରେ ମୁଖ୍ୟତଃ ବିହାର ଆଉ ଝାଡ଼ଖଣ୍ଡର କିଛି ଜାଗା କଥା କୁହାଯାଇଛି। ସେଠି ଲୋକେ ଏହାକୁ ଫଗୁଆ କିମ୍ବା ଫଗୁ ବୋଲି ବି କହନ୍ତି। ଓହୋ, ଫଗୁଆ, ଫଗୁ। ହଁ, ଆଉ କେବଳ ନାଁ ନୁହେଁ, ବହିରେ ଏମିତି ବି ଇଙ୍ଗିତ ଅଛି ଯେ ଏସବୁ ଜାଗାରେ ଫଗୁଆ ପାଳନଟା ବୋଧେ ସେଠିକାର ଚାଷବାସ ସହ ବି ଜଡ଼ିତ। ମାନେ ଫାଲ୍ଗୁନ ମାସରେ ଶସ୍ୟ ଅମଳର ଶେଷ ବେଳକୁ ଏ ପର୍ବ ଆସେ, ତ ତାର ବି କିଛି ସମ୍ପର୍କ ଥାଇପାରେ। ବାଃ, କେତେ ଆଶ୍ଚର୍ଯ୍ୟ କଥା! ଗୋଟିଏ ପର୍ବ ହେଲେ ଜାଗା ବଦଳିଲେ ନାଁ ବଦଳୁଛି, ଆଉ ହୁଏତ ତା ପଛର ଭାବନା ବି। ଆଚ୍ଛା, ଖାଲି ନାଁ ନା, ପାଳନ କରିବା ଢଙ୍ଗରେ ବି କିଛି ଫରକ ଅଛି ବୋଲି ଲେଖା ଅଛି ସେ ଅଞ୍ଚଳରେ? ହଁ ହଁ, ଏକଦମ। ବହିର ଗୋଟେ ଜାଗାରେ ଲେଖା ଅଛି ଝାଡ଼ଖଣ୍ଡର କିଛି ଆଦିବାସୀ ସମ୍ପ୍ରଦାୟଙ୍କ କଥା। ସେମାନେ ଫଗୁଆ ବେଳେ କିଛି ଖାସ୍ ଲୋକଗୀତ ଗାଆନ୍ତି ଆଉ ମିଶିକି ନାଚନ୍ତି, ଯାହା ଅନ୍ୟ ଜାଗାର ହୋଲି ପାଳନଠୁ ଟିକେ ଅଲଗା। ହୁଁ। ଏମିତିକି ସେମାନଙ୍କର ଯୋଉ ନିଆଁ ଜାଳିବା ପରମ୍ପରା, ସେଇଟା ବି ହୋଲିକା ଦହନଠୁ କିଛିଟା ଭିନ୍ନ ହୋଇପାରେ। ହୁଏତ ସେମାନଙ୍କର ପୁରୁଣା ସ୍ଥାନୀୟ ବିଶ୍ୱାସ ସହ ଯୋଡ଼ା। ଆଉ ସେତେବେଳେ ଲୋକମାନେ କେମିତି ମିଳାମିଶା କରନ୍ତି, ସେଥିରେ ବି ସ୍ଥାନୀୟ ରୀତିନୀତିର ପ୍ରଭାବ ଥାଏ ବୋଲି ବହି କହୁଛି। ତେବେ ଏସବୁର ଗୋଟେ ବଡ଼ କଥା କ'ଣ ବାହାରୁଛି? ଏଇଟା ଖାଲି ନାଁର ଫରକ ନୁହେଁ, ଗୋଟେ ବଡ଼ ପର୍ବ ଭିତରେ କେତେ ପ୍ରକାରର ସଂସ୍କୃତି, ପରମ୍ପରା ଲୁଚି ରହିଛି, ତାର ଗୋଟେ ବଢ଼ିଆ ଉଦାହରଣ। ଦେଖାଉଛି କେମିତି ଗୋଟେ ଦେଶସାରା ପାଳନ ହେଉଥିବା ପର୍ବ ବି ସ୍ଥାନୀୟ ରଙ୍ଗରେ ରଙ୍ଗୀ ହେଇପାରେ। ନିଶ୍ଚିତ ଭାବରେ, ଏଇଟା ହିଁ ତ ଭାରତୀୟ ସଂସ୍କୃତିର ଗୋଟେ ବଡ଼ କଥା, ଏକତା ଭିତରେ ବିବିଧତା। ଏମିତି ଯେଉଁ ଆଞ୍ଚଳିକ ନାଁ ଆଉ ପ୍ରଥା ଅଛି, ସେଗୁଡ଼ାକ କେବଳ ସେ ଜାଗାକୁ ଚିହ୍ନାଏ ନାହିଁ, ବରଂ ସେ ଜାଗାର ଇତିହାସ, ସମାଜ, ଏପରିକି ପରିବେଶ ସହ ତାର ସମ୍ପର୍କକୁ ବି ଦେଖାଏ। ବାସ୍ତବିକ ଏ କଥାଟା ଟିକେ ଭାବିବା କଥା। ହଁ, ଆଉ ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବି ମନକୁ ଆସୁଛି। ଯେତେବେଳେ ଆମେ ହୋଲି ପରି ଗୋଟେ ଏତେ ବଡ଼ ପର୍ବର ଫଗୁଆ ଭଳି ଆଞ୍ଚଳିକ ରୂପ ଦେଖୁଛେ, କେତେଦୂର ସମ୍ଭବ ଯେ ଏଇ ସ୍ଥାନୀୟ ନାଁ ଆଉ ପରମ୍ପରାଗୁଡ଼ାକ ପ୍ରକୃତିରେ ଆହୁରି ପୁରୁଣା, ହୁଏତ କୌଣସି ସ୍ଥାନୀୟ କିମ୍ବା ମୂଳ ସ୍ରୋତଠୁ ଅଲଗା କିଛି ଐତିହାସିକ କଥାକୁ ଧରି ରଖିଛନ୍ତି। ହୋଇପାରେ ସମୟ ସହିତ ସେଗୁଡ଼ାକୁ ବଡ଼ ପର୍ବ ସହିତ ମିଶି ଯାଇଛନ୍ତି, କିନ୍ତୁ ନିଜର ଅଲଗା ପରିଚୟ ରଖିଛନ୍ତି। ଏହା ନିଶ୍ଚୟ ଅଧିକ ଅନୁଶୀଳନର ବିଷୟ। ନିଶ୍ଚୟ, ନିଶ୍ଚୟ। ଏହି ଚିନ୍ତା ସହିତ ହିଁ ଆଜିର ଆଲୋଚନାକୁ ଏହିଠି ରଖିବା। ଆଶା କରୁଛୁ ଫଗୁଣର ରଙ୍ଗ ବହିର ଏଇ ଛୋଟ ଝଲକଟି ଏହି ପରିଚିତ ପର୍ବକୁ ଏକ ନୂଆ ଦୃଷ୍ଟିରେ ଦେଖିବା